ବ୍ଲଗ୍ ଫାଷ୍ଟ ଷ୍ଟାର୍ଟ କରିବ ମାନେ ଇଣ୍ଟ୍ରୋ ଭିଡ଼ିଓ ଗୋଟେ କରିବ। କାହିଁ ତମେ ଇଣ୍ଟ୍ରୋଭର୍ଟ କି ଏକ୍ସଟ୍ରୋଭର୍ଟ ତମର ସେଇଟାରେ ହିଁ ତମେ ଜାଣିପାରିବ। ଭାବୁଛି ବ୍ଲଗ୍ସ କରିବି କିନ୍ତୁ ମାନେ ଗୋଟେ ଇଏ ବ୍ଲଗ ମାନେ ଆସିଲେ ଗୋଟେ କଣ୍ଟାକ୍ଟ ହିଁ ନାହିଁ ମୋର ବ୍ଲଗ୍ସ କରିବି କ'ଣ। अच्छा ठीक है। ଏମିତି ଭାବି 2 ବର୍ଷ ହେଇଗଲା। ମାନେ ମୁଁ ଗୋଟେ ଜାଗାକୁ ଆସିକି 2 ବର୍ଷ ରହିଲିଣି, ପଢ଼ିଲିଣି, ସରିବାକୁ ବସିଲାଣି, ଗୋଟେ ବ୍ଲଗ ବି କରିପାରୁନି। ଆଉ ଏମିତି କ୍ୟାମେରା ଆଗରେ ମୁଁ ଏମିତି ମାନେ ଭିଡ଼ିଓ ଅନ୍ କରି ନିଜ ମୁହଁ ଦେଖିକି କଥା କହିପାରିବିନି, କାହିଁକି ନା ମୁଁ ଗୋଟେ ଇଣ୍ଟ୍ରୋଭର୍ଟ। ଆଉ ମୁଁ ଜାଣିପାରୁନି ମୁଁ ଆପଣଙ୍କୁ କ'ଣ ପାଇଁ କହୁଛି ଭିଡ଼ିଓରେ। ବ୍ଲଗ୍ସଟା ସବୁ ଯେଉଁମାନେ ବ୍ଲଗ ଷ୍ଟାର୍ଟ କରନ୍ତି ଫାଷ୍ଟ ନିଜର ଇଣ୍ଟ୍ରୋଡକ୍ସନ୍ ଭିଡ଼ିଓ ଗୋଟେ ପୋଷ୍ଟ କରିଦିଅନ୍ତି। ମୋର ହେଟା ନାହିଁ। ବ୍ଲଗ୍ସରେ କ'ଣ କହିମି ମାନେ କ'ଣ ଆଇଡ଼ିଆ ମାନେ ଆଇଡ଼ିଆ ହିଁ ମୋର କଣ୍ଟେଣ୍ଟ ମନକୁ ହିଁ ଆସେନି। କ'ଣ କରିବି? ଗୋଟେ ଇଣ୍ଟ୍ରୋଭର୍ଟ ମାନେ ଗୋଟେ ଇଣ୍ଟ୍ରୋଭର୍ଟ ତା ଲାଇଫ୍‌ରେ ସେ କେମିତି ସବୁ ଜିନିଷ ସାମ୍ନା କରିଥିବ କେବଳ ସିଏ ହିଁ ଜାଣେ। ମାନେ କଲେଜରେ କିଛି ବି ଇଏ ହେଲେ ମାନେ ଜମା ଆଗକୁ ଯିବାର ନାହିଁ, ଗୋଟେ ମାନେ କନଫିଡେନ୍ସ ଲେଭେଲ୍ ହିଁ ନାହିଁ। ଭାଇ ଇଣ୍ଟ୍ରୋଭର୍ଟ ଲାଇଫ୍ ହିଁ ସେଇଆ। କିଛି ନୁହଁ, ମୋ ନାଁ ଜ୍ୟୋତି। ମୋର ଚ୍ୟାନେଲ୍ ହେଉଛି ଡ୍ୟାନ୍ସ ୱିଥ୍ ବ୍ଲଗ୍ସ। ଆଗକୁ ଚେଞ୍ଜ ହେଇପାରେ ଚ୍ୟାନେଲ୍, ମୁଁ ଜାଣିପାରୁନି। ବ୍ଲଗ୍ସ କ'ଣ କରିବି ମୁଁ ବି ଜାଣିପାରୁନି। କ'ଣ ଯଦି କଣ୍ଟେଣ୍ଟ ଆଇଡ଼ିଆ ରଖିଛନ୍ତି ମୋତେ କମେଣ୍ଟ କରିଦିଅନ୍ତୁ। ବାହାର ଭିଡ଼ିଓ ବ୍ଲଗ୍ ମୁଁ କରିନି ମାର୍କେଟରେ ବାହାର ଇଏରେ ମୁଁ କହିପାରିବିନି, କହିକି ବି ଗୋଟେ ଭିଡ଼ିଓ କରିପାରିବିନି। ପଛରେ ଭଏସ୍‌ଟା ଦେବି, ଜମା ସେମିତି କରିପାରିବିନି। ମୁଁ ଭାବିଲିଣି 2 ବର୍ଷ ଆଗରୁ ଭିଡ଼ିଓ କରିକି ଛାଡ଼ିବି, କିନ୍ତୁ ଜମା ଛାଡ଼ିପାରୁନି କେବଳ ମୋ ଇଣ୍ଟ୍ରୋଭର୍ଟ ଗୁଣ ଯୋଗୁଁ। ତ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ଜମା ବି ଯାହା ଭାବିଛନ୍ତି ସେ ହିଁ କରିବେ, ମୋ ଭଳିଆ ହେବେ ନାହିଁ। କାଇଁ 2 ବର୍ଷ ମୋର ପଳେଇଲା ହାତରୁ। ଆଉ କ'ଣ ଭିଡ଼ିଓ କରିବି ଏଯାଏଁ ବି ମୁଁ ଜାଣିପାରୁନି। ଗୋଟେ ଇଣ୍ଟ୍ରୋଭର୍ଟ ତା ଲାଇଫ୍‌ରେ ସେ ମାନେ ବହୁତ ମୋତେ ଲାଗେ ସେ ବହୁତ ପ୍ରୋବ୍ଲେମ୍ ଫେସ୍ କରୁଥିବ। ଯିଏ ବି ଇଣ୍ଟ୍ରୋଭର୍ଟ ହେଇଥିବେ ନା କାହିଁକି। ଏକ୍ସଟ୍ରୋଭର୍ଟ ତ ସବୁଆଡ଼େ ସେ ବାହାରି କହିଦିଅନ୍ତି ତାଙ୍କର କ'ଣ, କିନ୍ତୁ ଇଣ୍ଟ୍ରୋଭର୍ଟ ମାନେ କୋଉଥିରେ କିଛି କହିପାରନ୍ତିନି, ଯୋଉଥିରେ ସେମାନେ ବହୁତ ପ୍ରୋବ୍ଲେମ୍ ଫେସ୍ କରନ୍ତି, ଯେମିତି ମୁଁ ହିଁ କରୁଛି। ଆଉ ମାନେ ସବୁ କେସ୍‌ରେ କହିବାକୁ ଗଲେ ସବୁ କେସ୍ ଜଣା ଦରକାର ନା, ଗୋଟେ ନିଜର ଇଏ ଦରକାର ନା, କିନ୍ତୁ ସେଇଟା କେବେ କରିପାରିବେନି। ଆଉ ଯଦି ବି କରୁଥିବେ ସେମାନେ କେତେ ମାନେ କେବେ ଏଟା ନିଜ ମନରୁ କରିପାରୁନଥିବେ, କେବେ ସାହସ କରିପାରୁନଥିବେ, ନର୍ଭସ୍ ରହିଯାଉଥିବେ। ମୁଁ ଚାହୁଁଛି ତମେ ଯାହା ବି ଭାବୁଛ ମାନେ କରିବା ପାଇଁ ଆଗକୁ ଜୀବନରେ, ତ ଏଟା ସାଙ୍ଗେ ସାଙ୍ଗେ କର। ଭାବନି କି ମୁଁ ଆଜି କରିବି, ହଁ କାଲି କରିବି, ହଁ ଆଉ ଯାଉ 10 ଦିନ କରିବି, ନାହିଁ। କରିବ ମାନେ ଏବେ ଆଇଡ଼ିଆ ବାହାର କରି କର ତାକୁ, ନହେଲେ ଏଟା ରହିଯିବ ସିଏ। ସେ ଆଇଡ଼ିଆ ରହିଯିବ ତୁମର 2 ବର୍ଷ 3 ବର୍ଷ, ତାର ପଛରେ ପୁଣି ମୋ ଭଳିଆ ହିଁ ପସ୍ତେଇବ। ଭାବନି କି ହଁ କରିବି, ଏମିତି ନାହିଁ। କରିବ ମାନେ ଧର ବ୍ଲଗ୍ କରୁଛ ତମେ, अच्छा ସବୁ ଅଧା ମାନେ ପ୍ରାୟ ଖୋଜନ୍ତି ମୋର ଭିଡ଼ିଓ କ୍ୱାଲିଟି ଦରକାର, ଆଉ ମୋର ସାଉଣ୍ଡ ଦରକାର ଭଲସେ, ମାନେ ଯେମିତି ପ୍ରପର୍ ସାଉଣ୍ଡଟା ଶୁଭୁଥିବ, ଏନହାନ୍ସମେଣ୍ଟ ଦରକାର ଭଲସେ, ଆଉ କ'ଣ ବ୍ୟାକଗ୍ରାଉଣ୍ଡ ଭଲ ଦରକାର, ଫୋନ୍ ଭଲ ଦରକାର, ଆଣ୍ଡ୍ରଏଡ଼୍ ୟା ଆଇଫୋନ୍ କିଛି ନାହିଁ। ତମର ଜିନିଷଟେ ଭାବୁଛ କରିବ ମାନେ ତାକୁ କର, ମାନେ କିଛି ଆଉ ପ୍ରୋବ୍ଲେମ୍ ଦେଖନି। ଯାହା ପ୍ରୋବ୍ଲେମ୍ ଆସୁଛି ତାକୁ ଫେସ୍ କରିକି ତମକୁ କରିବାକୁ ପଡ଼ିବ, ସେଇଥିରେ ତମକୁ ଲୋକ ଅଧିକ ସପୋର୍ଟ କରିବେ। ଆଉ ହଁ ଯଦି ଭାବିବ ତାର ଆଇଫୋନ୍ ଅଛି, ମୋର ଆଣ୍ଡ୍ରଏଡ଼୍ ଅଛି, ମୋର ଏଟାରେ କିଛି ମାନେ ଭଲସେ ସୁଟ୍ ହେଇପାରୁ ନାହିଁ, କି ମୋର ଭିଡ଼ିଓ କ୍ୱାଲିଟି ଭଲ ଆସୁନି, ସେମିତି ଭାବିଲେ ତମେ ପଛରେ ରହିଯିବ ନା। ଆରେ ତାର ଯେତିକି ଅଛି ସେ ସେତିକି ତାର ଇଏ କରୁଛି, ତମେ ଯେତିକି ଅଛି ସେତିକିରେ କର। ଆଗକୁ ତମେ ଅଧିକ କରିପାରିବ, କାରଣ ଏବେ ନ କଲେ ତମେ ଆଗକୁ କେମିତି ଅଧିକ କରିବ। ଆଉ ମୋତେ ଲାଗୁନି ମୋର ଏଇ ଭିଡ଼ିଓଟା ବେଶୀ ଭ୍ୟୁ ଯିବ ବୋଲି, କାରଣ ଏତେ ଦିନ ପରେ ଗୋଟେ ଭିଡ଼ିଓ କରି ଛାଡ଼ିଛି। ଏଟା ତ 3 କି 4 ଭ୍ୟୁଜ୍ ହିଁ ଯିବ। ଆଉ ଦେଖିବି କୋଉ ଲୋକ କିଏ କମେଣ୍ଟ ଦେବ, କାହାର କଣ୍ଟେଣ୍ଟ ଆଇଡ଼ିଆ କିଏ ଦେବ। ନର୍ମାଲି ଗୀତରେ ନଗେଇଦେବ ଯଦି ସେ କପିରାଇଟ୍ ଲାଗିଯିବ। ଏଇ ପ୍ରୋବ୍ଲେମ୍ ବି ହେଇଛି, ବହୁତ ପ୍ରୋବ୍ଲେମ୍ ଅଛି। ଖାଲି ଭିଡ଼ିଓ କ୍ୱାଲିଟି ନାହିଁ, ତମେ ପୋଷ୍ଟ କଲା ପରେ ବି ବହୁତ ପ୍ରୋବ୍ଲେମ୍ ହେବ। ହଉ ଆପଣମାନଙ୍କୁ ବୋରିଂ ଲାଗିବନି ସେତେବେଳେ ମୋ କଥା ଶୁଣିକି, କାରଣ ଏଟା କିଛି କହୁନି, ଖାଲି ଏରା କ'ଣ ବକବାସ୍ କଥାରା କହୁଛି। ସେତେବେଳୁ ଇଣ୍ଟ୍ରୋ ହେଉଛି, ପୁଣି ଇଣ୍ଟ୍ରୋଭର୍ଟ ହେଉଛି। ହଉ ଟାଟା ସାଙ୍ଗମାନେ, ମୁଁ ରଖୁଛି। ଜୟ ଜଗନ୍ନାଥ। ଯଦି ଭିଡ଼ିଓ ଭଲ ଲାଗିଲା, ତ ବେଶୀ ଭ୍ୟୁଜ୍ ଥିବନି, ହଉ ଯେତିକି ଦେଖିବ, ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିବ, କମେଣ୍ଟ